नमस्कार। ए भिडियो रे आमे द्वितीय श्रेणी साहित्य बही झुलना 2 जो बहीटी अच्छी से पाठ 1 मांकड़ खाइब कांकड़ झोल ए विषयटू आम पढ़ा आ तार प्रश्न उत्तर जहाँ अच्छी करवा देखा बहीटी कौन देछि मांकड़ कहिला बापा को दिने कांकड़ खाइबी भाभी मने मांकड़ कौन कहूँ बापा को कौन कहूँ ता बापा को कहूँ मांकड़ कहिला बापा को दिने कांकड़ खाइबी भाभी मने पाइले टंका दोकान किणी आनिबी लंका कांकड़ काटी चिराकू बाटी छुंक देई तुमे झोल करदब लागिब सुआद खाइबी चाटी मांकड़ कौन कहूँ ता बापा को कहूँ कि कांकड़ खाइबी भाभी मने मो मनरे भाभी मु कांकड़ खाइबी बोली पाइले टंका दोकान किणी आनिबी लंका से टंका पाइले दोकान लंका किणिकी आनिब कांकड़ काटी जीराकू बाटी कांकड़ को काटिकी जीराकू बाटी दब छुंक देई तुमे झोल करदब लागिब सुआद खाइबी चाटी तापर छिबा एतिकी बेलକୁ ଡାକିଲେ ମା ଶୁଣୁ ଥାରେ ପୁଅ କହୁଛି ଯାହା ବଜାର ଯିବି ପରିବା ସଉଦା କିଣି ଆଣିବି କରି ରୋଷେଇ ଦେବି ଖୁଆଇ ଅଝଟ ହୁଅନା ଧନା ସରି ଅଝଟ ହୁଅନା ଧନ ସଂଖାଳି ମୋ ପାଠ ପଢି ସାରି ଖେଳୁଥା ଯାଇ କଣ କହିଛି ନା ଏତିକି ବେଳକୁ ତା ମା ଡାକି କହୁଛନ୍ତି ଶୁଣୁ ଥାରେ ପୁଅ କହୁଛି ଯାହା ତାଙ୍କ ପୁଅକୁ କହୁଛି ତୁ ଶୁଣୁ ମୁଁ ଯାହା କହୁଛି ବଜାର ଯିବି ପରିବା ସଉଦା କିଣି ଆଣିବି ମୁଁ ବଜାରକୁ ଯିବି ପରିବା ଆଉ ସଉଦା କିଣିକି ଆଣିବି କରି ରୋଷେଇ ଦେବି ଖୁଆଇ ଅଝଟ ହୁଅନା ଧନ ସଂଖାଳି ମୋ ପାଠ ପଢି ସାରି ଖେଳୁଥା ଯାଇ ଏଇ କଥା କହୁଛନ୍ତି କିଏ ନା ସେଇ ମାଙ୍କଡର ମା ମାଙ୍କଡକୁ କହୁଛନ୍ତି ତାପରେ ଦେଖିବା ଅଭ୍ୟାସ କାର୍ଯ୍ୟ ଦେଖିବା ଅଭ୍ୟାସ 1 ନମ୍ବର କଣ ଦେଇଛି ନା ଆସ କଥା ହେବା କରିଦେଇଛି ତୁମେ ଅଝଟ ହେଲେ ତୁମକୁ କିଏ ବୁଝାନ୍ତି କହିଲ ପିଲାମାନେ ତୁମେ ଯେତେବେଳେ ଘରେ ଅଝଟ କର ତୁମକୁ କିଏ ବୁଝାନ୍ତି ନା ବାପା ବୁଝାନ୍ତି ମା ବୁଝାନ୍ତି ଆଉ ଘରେ ଯଦି ବଡ ଲୋକ ଥାଆନ୍ତି ଜେଜେ ବାପା ଜେଜେମା କାକା ଖୁଡି ଯିଏ ବି ଥାଆନ୍ତି ଆମର ବଡ ଲୋକ ଆମକୁ କଣ କରନ୍ତି ବୁଝାନ୍ତି ତାପରେ ଖ ଘରେ ତୁମକୁ ପାଠ ପଢା ବେଳେ କିଏ ସାହାଯ୍ୟ କରନ୍ତି ପାଠ ପଢା ବେଳେ କିଏ ଅଧିକ ସାହାଯ୍ୟ କରନ୍ତି ମା ସାହାଯ୍ୟ କରନ୍ତି ବାପା ବି ସାହାଯ୍ୟ କରନ୍ତି ଘରେ ଭାଇ ଭଉଣୀ ଯେ ତୁମଠୁ ବଡ ଥାଆନ୍ତି ସେମାନେ ମଧ୍ୟ ତୁମକୁ ପାଠ ପଢାରେ ସାହାଯ୍ୟ କରନ୍ତି ଗ ବଜାରକୁ ତୁମେ କାହା ସହ ଯାଅ ବଜାରକୁ କାହା ସହ ଯାଅ ବଜାରକୁ ବାପାଙ୍କ ସହ ଯାଉଥିବ ଜେଜେ ବାପାଙ୍କ ସହ ଯାଉଥିବ ତାପରେ ଘ ତୁମେ କେଉଁ କାମରେ ବାପା ମାଙ୍କୁ ସାହାଯ୍ୟ କର ତୁମେ ଯେହେତୁ ଛୋଟ ପିଲା ତାହେଲେ ବାପା ମାଙ୍କୁ କୋଉ କାମରେ ସାହାଯ୍ୟ କରୁଥିବ ଯଦି ବାପା କ୍ଷେତକୁ ଯାଉଛନ୍ତି କୌଣସି କାମ ପାଇଁକି ତୁମେ ବାପା ମାଙ୍କ ସହିତ କି ବାପାଙ୍କ ସହିତ ସେଇଠିକି ଯାଉଥିବ କି ତାଙ୍କ ପାଇଁ ଯଦି ଖାଇବା କିଛି ନବାର ଥିବ ତାହେଲେ ତୁମେ ନେଇକି ମଧ୍ୟ ଯାଉଥିବ ଯଦି ବାପା କୁହନ୍ତି କି ଏଇ କାମଟା ଟିକେ କୋଉଠି ଟିକେ ମାଟି ବୋହିଦେ କି କୋଉଠି କଣ ଗଛଟା ଆଣିଦେ ଏମିତି ତାହେଲେ ତୁମେ ଏମିତି କେମିତି ବାପାଙ୍କୁ ସାହାଯ୍ୟ କରୁଥିବ କାମରେ ଆଉ ତାପରେ ଦେଇଛି କି ତୁମେ କେଉଁ ସବୁ ସଉଦା ଦୋକାନରୁ ଆଣିଥାଅ ଦୋକାନକୁ ତମ ଘର ଲୋକ ପଠେଇଲେ ବାପା ହୁଅନ୍ତୁ ମା ହୁଅନ୍ତୁ ଜେଜେବାପା ଜେଜେମା ଯିଏ ବି ତମକୁ ଦୋକାନକୁ ପଠାନ୍ତି ତୁମକୁ କୋଉ ସବୁ ସଉଦା ଆଣିବା ପାଇଁ ପଠାନ୍ତି ସେଇ ଆଳୁ ଚିନି ଆମର କୌଣସି ସୋୟାବିନ୍ ଅନ୍ୟ କିଛି ଜିନିଷ ଯାହାବି ଆମର ହଉ ଆମେ ଦୋକାନରୁ ଆଣିବା ପାଇଁ କି ଯାଇଥାନ୍ତି ସେଟା ତୁମେ ମାନେ ସବୁ ଜାଣିଛ ତ ଲେଖିବ ତୁମେ କେଉଁ ସବୁ ସଉଦା ଦୋକାନରୁ ଆଣିଥାଅ ଏସବୁ ଲେଖିବ ତାପରେ ନେକ୍ସଟ କ୍ୱେଶ୍ଚନ କୁ ଯିବା 2 ନମ୍ବର ଦେଇଛି ଦେଖ ଓ ଲେଖ ୱଙ୍କଙ୍କ ଆଉ ଗୋଟେ ଦେଇଛି ୱଙ୍କଙ୍କ ତାକୁ ଦେଖିକି ଏଠି ଲେଖିବ ୱଙ୍କଙ୍କ କେମିତି ଲେଖିବ ନା ଏମିତି ଲେଖିବ ୱଙ୍କଙ୍କ ଏମିତି ଲେଖିବ ଏମିତି ଲେଖିକି ଏଇଟା ଫିଲଅପ କରିଦବ ତାପରେ ସେମିତି ୱଙ୍କଙ୍କ ଲେଖିବ ଏମିତି ତାପରେ ନେକ୍ସଟ କୁ ଯିବା ଦେଇଛି କି ଚିତ୍ର ଦେଖି ଖାଲି ଘର ପୂରଣ କର ଚିତ୍ର ଦେଖି ଖାଲି ଘର ପୂରଣ କରିବା ପାଇଁ ଦେଇଛି ଏ ଚିତ୍ର କଣ ଦେଇଛି ନା ଚିତ୍ର ଦେଇଛି ଏଇଟା ଗୋଟେ କଙ୍କଡାର ଚିତ୍ର ତାହେଲେ ଲେଖିଛି କ ଡ୍ୟାସ ଡ ଦେଇଛି ତ ଏଠି ଲେଖିବ ୱଙ୍କଙ୍କ କଣ ଲେଖିବ ୱଙ୍କଙ୍କ କଙ୍କଡା କଣ ହେଲା ନା କଙ୍କଡା ଏଇଟା କଣ ନା ଶଙ୍ଖ ଶଙ୍ଖ ହେଇଗଲା ତାପଟେ ଏଇଟା କଣ କଙ୍କି ଏଇଟା ହଉଛି କଙ୍କି ତାପରେ ଯିବା
ଏଇଟା କଣ ଦେଇଛି? ଏଇଟା ଚିତ୍ର କାହାର? ମାଙ୍କଡ, ମାଙ୍କଡ। ତାପଟେ ଏଇଟା କଣ? ପଙ୍ଖା, ପଙ୍ଖା। ଏଇଟା ଲଙ୍କାର ଚିତ୍ର। ତାହେଲେ ତୁମେ ମାନେ ଚିତ୍ର ଦେଖିକି ଲେଖିପାରିବ। ୱଙ୍ଖ ଏସବୁ ଲଗେଇକି ଲେଖିବା ପାଇଁ ଦେଇଛି। ତାପରେ ଯିବା 4 ନମ୍ବର, ପଢ ଓ ଲେଖ। ନାଲି ଶଙ୍ଖା କଣ ଦେଇଛି? ପଢିବା ପାଇଁ ଦେଇଛି ଏବଂ ଦେଖିକି ଲେଖିବା ପାଇଁ ଦେଇଛି। ଏ ଲେଖିବ ନା ଲି ଶଙ୍ଖା, ନାଲି ଶଙ୍ଖା। ଲେଖିଦବ ଏଠି ନା ଲରସିକାରେ ଲି। ତାପରେ ତାଲବେଶ ୱଙ୍ଖଙ୍କର ଆକାର ନାଲି ଶଙ୍ଖା। ତାପରେ ସେମି ଲେଖିବ ଧଳା ଶଙ୍ଖା, ଧ ଳ ଆକାର ଳା, ତାଲବେଶ ୱଙ୍ଖଙ୍କ ହେଲା ଧଳା ଶଙ୍ଖ। ତାପରେ ଦେଇଛି ବଙ୍କୁଲି ବାଡି। କଣ ଦେଇଛି ଏଇଟା? ବଙ୍କୁଲି ବାଡି, ଲି ତରେ ଦେଖିକାଲି ବାଡି ବ ଆକାରେ ବା, ଡରେ ହସେଇକାରେ ଡି, ବଙ୍କୁଲି ବାଡି। ତାପରେ କଣ ଦେଇଛି? ନା ହାତ ପଙ୍ଖା। ଦେଖିବ ହ ଆକାରେ ହା, ତ, ପ, ୱଙ୍ଖଙ୍କ ଆକାର ହାତ ପଙ୍ଖା। ତାପଟେ କଣ ଦେଇଛି? ନା ଲାଉ ଡଙ୍କ। ଏ ଲେଖିଦବ ଲ ଆକାରେ ଲା, ଉ, ଡ, ୱଙ୍କଙ୍କ ଲାଉଡଙ୍କ। ତାପଟେ କଣ ଦେଇଛି? ନା ବଙ୍କା ଆଙ୍କୁଡି। ଏ ଲେଖିଦବ ବ, ୱଙ୍କଙ୍କର ଆକାର ବଙ୍କା ଆଙ୍କୁଡି ଆ, ପୁଣି ୱଙ୍କଙ୍କ ଆଙ୍କର ହସଉକାର ଙ୍କୁ ଡି, ବଙ୍କା ଆଙ୍କୁଡି ହେଇଗଲା। ତାପରେ ଆମେ ଯିବା ନେକ୍ସଟ କୋଶ୍ଚିନ୍ ଦେଇଛି 5 ନମ୍ବର, ତଳେ ଥିବା ଅସଜଡା ଶବ୍ଦକୁ ସଜାଡି ଲେଖ ଓ ପଢ। କଣ ଦେଇଛି? ଡଙ୍କ ମା। ତାକୁ ସଜାଡି ଲେଖିବ କଣ ହବ? ନା ମା ଙ୍କ ଡ। ତାପଟେ ଦେଇଛି ୱଙ୍କଙ୍କ ଡ କ ଆକାରେ କା। ତାକୁ ସଜାଡି ଲେଖିବ କଣ? କା ଙ୍କ ଡ କାଙ୍କଡ ହେଇଗଲା। ତାପଟେ କଣ ଦେଇଛି? ରି ୱଙ୍କଙ୍କରେ ଆକାର ସ। ଏ କଣ ହବ? ନା ଶଙ୍ଖାରି, ସ ସ ଲେଖିବ ସଂ ଖା ରି ଶଙ୍ଖାରି। ତାପରେ ଯିବା 6 ନମ୍ବର କଣ ଦେଇଛି? ତଳ ସାରଣୀରେ ଥିବା ୱଙ୍କଙ୍କ ୱଙ୍ଖଙ୍କ ଯୁକ୍ତାକ୍ଷରକୁ ନେଇ ଶବ୍ଦ ଗଢ ଓ ଲେଖ। ଯେପରି କାଙ୍କଡ। ସେମିତି ଆମେ ଲଗେଇକି ଲେଖିବା। କଣ ହେଇପାରିବ କୁହ? ମା ଙ୍କ ଡ ମାଙ୍କଡ। ଆଉ କଣ ହବ? କା ଙ୍କ ଡ କାଙ୍କଡ। ତାପରେ ଶଙ୍ଖାରି, ଶଙ୍ଖାରି। ତାପରେ ଶଙ୍ଖ, ଶଙ୍ଖ। ଆଉ କଣ ହବ? ଅଙ୍କ ଆଉ ଡ ଙ୍କ ଡଙ୍କ। ଆଉ କଣ ହବ? ଆଉ କଣ ହବ? ଏତିକ ତୁମେ ଲେଖ। ତାପରେ ଯିବା ନେକ୍ସଟ କୁ ଯିବା 7 ନମ୍ବର କଣ ଦେଇଛି? ନା ଆସ ପଢିବା। କ ୱଙ୍କଙ୍କର ହସେଇକାର କଙ୍କି। ତାପରେ ଦେଇଛି ସ ୱଙ୍କଙ୍କର ଆକାର ଶଙ୍ଖା। ତାପରେ କା ୱଙ୍କଙ୍କ କାଙ୍କ। ସ ୱଙ୍କଙ୍କ ଶଙ୍ଖ। ତାପଟେ ଦେଇଛି ବ ୱଙ୍କଙ୍କର ଆକାର ବଙ୍କା। ତାପରେ ପ ୱଙ୍କଙ୍କ ଆକାର ପଙ୍ଖା। ତାପଟା ଦେଇଛି ଢ ହସେଇକା ଢି ୱଙ୍କଙ୍କର ହସେଇକାର ଢିଙ୍କି। ତାପରଟା ପ ୱଙ୍କଙ୍କ ପଙ୍କ। ତାପରେ ତାଲବେଶ ୱଙ୍କଙ୍କରେ ହସଉକାର ଅ ଆ ଶଙ୍ଖୁଆ। ତାପରେ ସଂ ୱଙ୍କଙ୍କ ର ଶଙ୍କର। ତାପରେ ସ ରେ ରୁଫଳା ସୃ ୱଙ୍କଙ୍କ ଳ କାଳା ଶୃଙ୍ଖଳା। ତାପରେ ପା ଲ ହସେଇକା ଲି ୱଙ୍କଙ୍କରେ ହସେଇକାର ପାଲିଙ୍କି। ତାପରେ ଢା ୱଙ୍କଙ୍କରେ ହସଉକାର ଣ ରେ ହସେଇକା ଣି ଢାଙ୍କୁଣୀ। ତାପରେ ପ ୱଙ୍କଙ୍କ ଜ ପଙ୍କଜ। ତାପରେ କ ଳ ୱଙ୍କଙ୍କ କଣ ହେଲା? କଳଙ୍କ।
ତାପରେ ଦେଇଛି ସ ୱଙ୍ଖରେ ହସୁକାର ଡ ହସିକାର ଡି କଣ ହେଲା ନା ଶଙ୍ଖୁଡି। ତାପରେ ଯିବା ଆସ ଗାଇବା 8 ନମ୍ବର ଦେଇଛି ଆସ ଗାଇବା। କରିଦେଇଛି ପାଣି ପିଉଥିବ ଛାଣି ଟଙ୍କା ନେଉଥିବ ଗଣି। ଖରେ କଣ ଦେଇଛି ପଙ୍ଖା ତଳେ ବସି ଶଙ୍ଖି ବିଲେଇ ଶଙ୍ଖା ପାଛିଆକୁ ରହିଛି ଚାହିଁ। କଣ ଦେଇଛି ଆଉଥରେ ପଢିଦବା ପାଣି ପିଉଥିବ ଛାଣି ଟଙ୍କା ନେଉଥିବ ଗଣି। ପଙ୍ଖା ତଳେ ବସି ଶଙ୍ଖି ବିଲେଇ ଶଙ୍ଖା ପାଛିଆକୁ ରହିଛି ଚାହିଁ। ତାପରେ ଯିବା 9 ନମ୍ବର। 9 ନମ୍ବର କଣ ଦେଇଛି ପଢ ଓ ଆଲୋଚନା କରି ଉତ୍ତର ଲେଖ। କ ମାଙ୍କଡ ତା ବାପାଙ୍କୁ କଣ କହିଲା? ଉତ୍ତର କଣ କହିଲା ସିଏ ନା ମାଙ୍କଡ ତା ବାପାଙ୍କୁ କହିଲା କଣ କହିଲା କହିଲା କି ସେ କାଙ୍କଡ ଖାଇବା ପାଇଁ ମନରେ ଭାବିଛି। ଏଇ କଥା ମାଙ୍କଡ ତା ବାପାଙ୍କୁ କହିଲା। ତାପରେ ଯିବା ଖ କଣ ଦେଇଛି ମାଙ୍କଡ ବଜାର ଯାଇ କଣ ଆଣିବ ବୋଲି କହିଲା? ନା ଉତ୍ତର ମାଙ୍କଡ ବଜାର ଯାଇ ଲଙ୍କା ଆଣିବ। କଣ ଆଣିବ ନା ଲଙ୍କା ଆଣିବ କହିଲା। ଲଙ୍କା ଆଣିବ ବୋଲି କହିଲା। ତାପରେ ଯିବା ଗ ଦେଇଛି ଅଝଟ ନହୋଇ କଣ କରିବାକୁ ମା କହିଲେ? ଉତ୍ତରରେ କଣ କହିଛି ନା ତା ମା କହିଛି ମୋ ଧନ ସଂଖାଳି ଅଝଟ ହ ନା ପାଠ ପଢି ସାରି ଯାଇକି ଖେଳିବୁ ବୋଲିକି କହିଛି। ହେଲା ତାପରେ ନେକ୍ସଟ କୁ ଯିବା ଘ କଣ ଦେଇଛି ପାଠ ପଢା ସହ ତୁମେ ଘରେ ଆଉ କେଉଁ ସବୁ କାମ କରିଥାଅ। ତାହେଲେ ତୁମେ ମାନେ ଆଉ ସବୁ କି କାମ କର ଘରେ ବାପା ମାଙ୍କୁ ଟିକେ ଟିକେ କାମରେ ସାହାଯ୍ୟ କର। ଯେମିତି କିି ବାପା କି ମା କିଏ କହିବେ ଟିକେ ଦୋକାନକୁ ଯିବା ପାଇଁ ଦୋକାନକୁ ଯାଉଥିବ। କି ଘରେ କିଛି ଗୋଟେ ଜିନିଷ ତୁମ ପାଖକୁ ତା ମା ପାଖକୁ ହଉ ବାପା ପାଖକୁ କହିବେ ଯଦି କିଛି ଆଣିବା ପାଇଁ କି ତାହେଲେ ତୁମେ ଆଣିକି ଦଉଥିବ। ତ ଏଇ ସବୁ କାମ କରୁଥିବ। ତାପରେ ତୁମ ମା ଘରେ କଣ ସବୁ କାମ କରନ୍ତି? ମା ଘରେ କଣ ସବୁ କାମ କରନ୍ତି ତୁମେ ଲକ୍ଷ୍ୟ କରିଥିବ ଦେଖିଥିବ। ମା କି କାମ କରନ୍ତି ମା ତୁମ ସମସ୍ତଙ୍କର ଯତ୍ନ ନିଅନ୍ତି। ତାପରେ ରୋଷେଇ କରନ୍ତି। ତାପରେ କଣ କରନ୍ତି ତୁମ ମାନଙ୍କର ସେବା କରନ୍ତି। ତୁମ ମାନଙ୍କର ଲୁଗା ସଫା କରନ୍ତି। ତୁମ ମାନଙ୍କୁ ଖୁଆଇ ଦିଅନ୍ତି। ତାହେଲେ ସମସ୍ତଙ୍କର ଯତ୍ନ ମା ହିଁ ନେଇଥାନ୍ତି। ତାପରେ ଦେଇଛି କି 10 ନମ୍ବର ସମାନ ଧ୍ୱନି ଉଚ୍ଚାରଣ ହେଉଥିବା ଶବ୍ଦକୁ ଗାର ଟାଣି ଯୋଡ। ତ ସମାନ ଯୋଉ ଉଚ୍ଚାରଣ ହଉଥିବ ସେଇଟାକୁ ଆମେ କଣ କରିବା ଗାର ଟାଣିକି ଯୋଡିବା। କ ସ୍ତମ୍ଭ ଏବଂ ଖ ସ୍ତମ୍ଭରେ ଦେଇଛି କାଙ୍କଡ କୋଉଟା ହବ ନା ମାଙ୍କଡ। କଙ୍କି ଡଙ୍କି ଶଙ୍ଖା ପଙ୍ଖା ଟଙ୍କା ବଙ୍କା ହେଇଗଲା। ତାପରେ ନେକ୍ସଟ କୋଶ୍ଚିନ୍ କୁ ଯିବା ଚିତ୍ର ଦେଖ 11 ନମ୍ବର ଚିତ୍ର ଦେଖ ଓ ଲେଖ। ମାଙ୍କଡଟି କଣ କରୁଛି ନା ମାଙ୍କଡଟି ବସି ଖବର କାଗଜ ପଢୁଛି। ମାଙ୍କଡଟି କୋଉଠି ବସିଛି ନା ମାଙ୍କଡଟି ଆମର ଚଉକି ଉପରେ ବସିଛି। ମାଙ୍କଡଟି କୋଉଠି ବସିଛି ନା ମାଙ୍କଡଟିଏ ଚଉକି ଉପରେ ବସି ଖବର କାଗଜ ପଢୁଛି। ତାପରେ ଦେଖିବା ତାପରେ ଏ ଚିତ୍ରରେ କଣ କରୁଛି ନା ଚିତ୍ରରେ ମାଙ୍କଡଟି ଚୁଲିରେ କଣ କରୁଛି ପାଣି ଗରମ କରୁଛି। ପାଣି ଗରମ କରୁଛି ବା କିଛି ଚା କରୁ ବା ଯାହା କରୁ କିନ୍ତୁ ଚୁଲିରେ ତାର କିଛି ବସିକି କରୁଛି ପାଣି ଗରମ କରୁଛି। ତାପରେ ଯିବା ଏ ତୃତୀୟ ଚିତ୍ରରେ କଣ କରୁଛି ନା ଦୁଇଟି ମାଙ୍କଡ କଣ ପରସ୍ପରକୁ ଚାହିଁ ଖେଳୁଛନ୍ତି। ପରସ୍ପରକୁ ଚାହିଁ ଖେଳୁଛନ୍ତି ଏଠି। ତାପରେ ଚତୁର୍ଥ ଚିତ୍ରରେ କଣ ଦେଇଛି ଚତୁର୍ଥ ଚିତ୍ରରେ ଏଠି ମାଙ୍କଡ ଚାରୋଟି ବସି ନା କଦଳୀ ଖାଉଛନ୍ତି। କଣ କରୁଛନ୍ତି ମାଙ୍କଡ ଚାରୋଟି ବସି କଦଳୀ ଖାଉଛନ୍ତି। ତାପରେ ଯିବା 11 ନମ୍ବର କଣ ଦେଇଛି ପହଳି ପଢି ଖାଲି ଘରେ ଉତ୍ତର ଲେଖ। କ ମିଠା କଥା କହି କରେ ଆଦର ତା ପାଇଁ ଘରେ ସରଗ ପୁର। ଜନମ ତୁମର ଗରଭୂ ତାର ପାଖରେ ଥିଲେ ସେ ନ ଲାଗେ ଡର। ତାହେଲେ କଣ ଉତ୍ତର ହବ ପିଲାମାନେ କହିଲ ଦେଖି? ତାହେଲେ ଉତ୍ତର କଣ ହବ ନା ମା। ଉତ୍ତର କଣ ହବ ମା। ତାପରେ ଯିବା ଆମରି ହସରେ ତାଙ୍କରି ଖୁସି ପାଳନ୍ତି ଆମକୁ ସେ ହସି ହସି। ମୁଖିଆ ହୋଇ ସେ ଘର ଚଳାନ୍ତି ସୁଖେ ଦୁଃଖେ ଆମ ପାଖେ ଥାନ୍ତି। କିଏ ନା ବାପା। ତାପରେ ଯିବା ଏ 12 ନମ୍ବରରେ କଣ ଦେଇଛି ନା ଖାଇଲେ କିପରି ଲାଗେ ଲେଖ। ଯେପରି ଲଙ୍କା ରାଗ ଲାଗେ। କଇଁଆ କଣ ଲାଗେ ନା ଖଟା ଲାଗେ। ରସଗୋଲା ମିଠା ଲାଗେ। ଲୁଣ କଣ ଲାଗେ ଲୁଣିଆ ଲାଗେ। ଲୁଣ ଲୁଣିଆ ଲାଗିବ ନା।
ଲୁଣ ଲୁଣିଆ ଲାଗେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ଥ୍ୟାଙ୍କ ୟୁ।